କଳି ଯୁଗ ଆଜ୍ଞା। ସ୍ୱାର୍ଥ ପାଇଁ ଆପଣଙ୍କୁ ବ୍ୟବହାର କରିବେ, କାମ ସରିଗଲେ ଫିଙ୍ଗି ଦେବେ। ସେ ସ୍ଥିତି ଆସିବା ପୂର୍ବରୁ ବନ୍ଧୁମାନେ ନିଜ ରାସ୍ତା ନିଜେ ବାଛନ୍ତୁ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଆପଣମାନଙ୍କର ସେହି ପ୍ରିୟ ଯଯାତି କେଶରୀ ଦାସ। ଆଜି ରାଶିଫଳ କାର୍ଯ୍ୟକ୍ରମ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଏପ୍ରିଲ ମାସ 3 ତାରିଖ, ଓଡ଼ିଆ ଚୈତ୍ର ମାସ 20 ଦିନ, ଶୁକ୍ରବାର, କୃଷ୍ଣ ପକ୍ଷ ପ୍ରତିପଦା ତିଥି, ଯାହା ଦିବା 8:28 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱିତୀୟ ତିଥି ଆରମ୍ଭ ହଉଛି। ଆଜି ଚିତ୍ରା ନକ୍ଷତ୍ର, ଯାହା ରାତ୍ରି 7:02 ପର୍ଯ୍ୟନ୍ତ ରହୁଛି। ତାପରେ ସ୍ୱାତି ନକ୍ଷତ୍ର ଆରମ୍ଭ ହଉଛି। ଆଜି କନ୍ୟା ରାଶିରେ ଚନ୍ଦ୍ର, ଯାହା ପ୍ରାପ୍ତ 6:16 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ତୁଳା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:40 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 5:54। ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ, ଦିବା 8:28 ପରେ ଯୁଗ୍ନି ଉତ୍ତର ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶି ବ୍ୟକ୍ତିଙ୍କର, ଯାହା ପ୍ରାପ୍ତ 6:16 ପର୍ଯ୍ୟନ୍ତ। ତାପରେ କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 8:28 ପରେ ଏକ ପାଦ ପୁଷ୍କର ଦୋଷ ଫଳ ରହୁଛି ପଶୁ ହାନି। ଆଜି ଦ୍ୱିତୀୟରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ପାଣି କଖାରୁ, ତତ୍ସହିତ ବୋଇତ କଖାରୁ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ: ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ବିଦ୍ୟାରମ୍ଭ, ଋକ୍ ବେଦୀ, ବ୍ରତ ପ୍ରଣୟନ, ଦୀକ୍ଷା ଗ୍ରହଣ, ପୁରାତନ ଗୃହ ପ୍ରବେଶ, ନୌକା ଗଠନ, କ୍ରିୟ ବାଣିଜ୍ୟ, ପୁଣ୍ୟାରମ୍ଭ, ନାଟ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ୍ୟ ଛେଦନ ଓ ସ୍ଥାପନ, ରଣ ଗ୍ରହଣ ଓ ଦାନ, ନବବସ୍ତ୍ର ପରିଧାନ, ନବଶଯ୍ୟା ଉପଭୋଗ, ଅଳଙ୍କାର ଧାରଣ, ହୁମାଦି ଶାନ୍ତି, ତତ୍ସହିତ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 8:42 ରୁ ଦିବା 12:24 ମଧ୍ୟ ରହିଛି। ବାର ବେଳା, ରାହୁ କାଳ ଏବଂ କାଳ ବେଳା। ସେହିଭଳି ରାତ୍ରି 8:48 ରୁ ରାତ୍ରି 10:14 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:12 ରୁ ଦିବା 4:1 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 10:52 ରୁ ରାତ୍ରି 11:40 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:56 ରୁ ଶେଷ ରାତ୍ରି 5:39 ମଧ୍ୟ ରହିଛି ଶୁଭ ବେଳା। ତେବେ ଏହି ଶୁଭ ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳ ହେବେ। ନିଜର ଲକ୍ଷ୍ୟସ୍ଥଳେ ନିଶ୍ଚିତ ପହଞ୍ଚିବାର ପୂର୍ଣ୍ଣ ଶୁଭ ଯୁଗ ବନଉଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଚାକିରି ସମ୍ବନ୍ଧରେ ମେଷ ରାଶି ବ୍ୟକ୍ତି ଭଲ ସୁଯୋଗ ରହୁଛି। କର୍ମକ୍ଷେତ୍ରରେ ନୂଆ କିଛି ସୁଯୋଗ ଆସିପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ହେବା ସହିତ ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଭଲ ରହିବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ନିଜ ଭିତରେ ଆପଣଙ୍କର ଭଲ ବୁଝାମଣା ରହିବ। ତତ୍ସହିତ ମେଷ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ସଫଳତା ପାଇବେ ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି। ତତ୍ସହିତ ଆଜି ନିଶ୍ଚିତ ଅର୍ଥଜନିତ କାରବାରରେ ଅନେକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ଅର୍ଥଜନିତ ନିଷ୍ପତ୍ତି ଆପଣମାନଙ୍କ ପାଇଁ ଅନେକ ଫାଇଦା ଦେଇପାରେ। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ପୂର୍ବରୁ ଯଦି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ
आज तार समाप्त होबार अनेक चांस रहुची। आज मेष राशि व्यक्तिंकर भाग्य संख्या रही 8, भाग्य रंग रहुची आपण गुलाबी रंग यूज करि परिबे एवं ग्रह माने आपण को आज 95% साथ दउचंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज आपण मानसिक स्तर दुर्बल अस्थिर रही पारंती। ध्यान पूर्वक निजर कार्य करंतु, आपणको कार्य रे अनेक बाधा उपजी पारे। आज वृष राशि व्यक्ति आपणकर चाकरी संबंध कार्य गुडी को आपणको पई भारी कष्ट हेबो। किछि अप्रीतिकर कार्य आपण सामना करबा को पड़िबो। तेणु वृष राशि व्यक्ति ध्यान पूर्वक निजर कार्य करंतु, नहले केतेकांश रे आपणको भारी कष्ट हेबो एवं विफलता सामना करबा को पड़िबो। आज वृष राशि व्यक्ति निश्चित योजना प्रस्तुत करंतु। तत्सहित शिक्षार्थी विद्यार्थी मानक पई आज उत्तम दिन होई न पारे। राजनीतिक सामाजिक क्षेत्र जो माने जड़ित सेमानक पई मध्य आज उत्साहहीन दिन होई पारे। तेबे आज वृष राशि व्यक्ति प्रेम संबंध रे जो माने जड़ित अछंती सेमानक आज कठोर आचरण सामना करबा को पड़िबो। तेणु ध्यान पूर्वक निजर प्रेम संपर्क को भल रखिबा पई चेष्टा करंतु। आज वृष राशि व्यक्तिंकर जहा कि पारिवारिक संपर्क अस्थिरता देखा देई पारे। तेणु निश्चित यह प्रति सचेतन रहिले आपनकर पारिवारिक संपर्क भल रहिबो। आज वृष राशि व्यक्तिंकर अर्थजनित कारोबार रे आपण विशेष करी लाभ प्राप्त करि पारिबे नाही। अଯଥା अधिक खर्च बढ़ी पारे, ता पई आपण मानसिक स्तर रे अधिक अस्थिर रही पारंती। तेणु अर्थजनित प्रति निश्चित ध्यान दियंतु, कौनसी अर्थजनित निष्पत्ति नियंतु नाही। आज वृष राशि व्यक्ति जहा कि स्वास्थ्यगत दृष्टि देखिले आपणकर स्वास्थ्य जनित समस्या अनेक देखा दे पारे। विशेष करी आपणकर आखि जनित यदि समस्या हुए वृष राशि व्यक्ति आपण निश्चित डॉक्टर परामर्श करंतु। एहा करिले आपणको पई भलो हेबो। आज वृष राशि व्यक्तिंकर भाग्य संख्या रही 7, भाग्य रंग रहुची बैगणी रंग एवं ग्रह माने आपणको आज 20% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज दिनटी आपणको पई अनेक कर्म क्षेत्र रे हताश होबाकू पड़िबो। तेणु निश्चित निजर कार्य प्रति सचेतन रुहंतु। काहा सहित युक्ति तर्क करंतु नाही। नकारात्मक भावना ठारू निजको दूरे रुहंतु। आवश्यक स्थले शांतिपूर्ण परिवेश निजर कार्य करंतु। उपयुक्त कार्य समय अनुसार करंतु। मिथुन राशि व्यक्ति जो माने चाकरी संबंध रे जड़ित अछंती बा चाकरी जो माने करछन तांको पई आज उपयुक्त दिन होई न पारे। अनेक कार्य चाप बढ़ी पारे, सेति पई आपण मतिग्रस्त होई पारंती। तेणु मिथुन राशि व्यक्ति यहा प्रति सचेतन रुहंतु। आज मिथुन राशि व्यक्ति शिक्षार्थी विद्यार्थी मानक पई उत्तम दिन होई न पारे। तबे जो माने राजनीतिक सामाजिक क्षेत्र रे जड़ित सेमानक पई मध्य आज विशेष भल दिन हबार चांस देखा जाऊ नाही। आज मिथुन राशि व्यक्ति प्रेम संबंध रे जो माने जड़ित अछंती निश्चित निजर भल वार्तालाप करंतु। निज भितर मधुरता संपर्क बढ़ांतु। किंतु आज मधुरता भितर किछि खराब होबार चांस रहउची। यहा प्रति निश्चित ध्यान दियंतु। आवश्यक स्थले चुप रहंतु। आज मिथुन राशि व्यक्तिंकर पारिवारिक दृष्टि देखिले आपणकर परिवार वर्गଙ୍କ सहित किछि आपणकर मतभेद देखा देई पारे, जहा आपणक भाग्य राशि जना पडुछि। आज मिथुन राशि व्यक्तिंकर जहा कि अर्थजनित कारोबार रे निश्चित ध्यान पूर्वक व्यापार वाणिज्य करंतु। कारण अर्थजनित कारोबार रे अनेक आपन को चाप बढ़िबो बा क्षति सामना करबा को पड़िबो। तेणु सचेतन सहकारे जो माने व्यापार वाणिज्य करूचंती या प्रति सचेतन रहिले आपन को पई भलो हेबो। आज मिथुन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या सामना करबा को पड़िबो। विशेष करी खाद्य प्रति सचेतन रुहंतु। ठंडा एवं चर्मजनित रोग थिले निश्चित डॉक्टर परामर्श नियंतु, जहा आपणको पई भलो हेबो। आज मिथुन राशि व्यक्तिंकर भाग्य संख्या रही जहा कि 5, भाग्य रंग रहुची आपण नील रंग यूज करि परिबे एवं ग्रह माने आपणको आज 35% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज आपणकर भाग्य ग्रह रु अनेक सफलता प्राप्त करिवार पूर्ण शुभ योग रहिछि, जहा आपणक भाग्य राशि रु जणा पडुछि। आज कर्कट राशि व्यक्ति दिनटी महा आनंद रे कटिबे।
तत्सहित आज कर्कट राशि व्यक्ति गुरुत्वपूर्ण निष्पत्ति नवा उत्तम दिन होइपारे। आज कर्कट राशि व्यक्ति चाकरी संबंध में जो माने जड़ित अच्छा चाकरी कर आज एक उत्तम दिन बनई पारे। तत्सहित कर्कट राशि व्यक्ति शिक्षार्थी विद्यार्थी मान आज उत्तम दिन हेबो। आज कर्कट राशि व्यक्ति जहाँकि जदि इंटरव्यू एग्जाम थिबो सेतिरे भल कृतकार्य करिवार पूर्ण शुभ जुग बनाउछि जहाँ आपण राशि चक्र जना पड़ुछि। आज कर्कट राशि व्यक्ति जो माने राजनीतिक सामाजिक क्षेत्र में आपण प्रतिभा परिप्रकाश करिपारंती जहाँ आपण जने समाज रे प्रतिष्ठित व्यक्ति रूपे परिचित होबार अनेक चांस रहुछि। आज कर्कट राशि व्यक्तिंकर प्रेम संबंध रे आपण भल बंधुत्व करिपारंती एवं प्रेम पाई आज एक उत्तम दिन बनई पारे जहाँ आपण भाग्य चक्र जना पड़ुछि। आज कर्कट राशि व्यक्ति जहाँ कि पारिवारिक दृष्टि देखिले आपण आज एक महत्वपूर्ण दिन परिवार समस्त वर्गों सहित आपण हस खुशी दिन अति सुख आनंदमय कटिबार सुजोग देई पारे। आज कर्कट राशि व्यक्ति अर्थजनित कारोबार अनेक लाभ प्राप्त करिवार सुजोग रहुछि। किछि नूतन विनियोग करि पारंती जहाँ आपण अनेक लाभ देबो। तत्सहित जो माने दैनंदिन व्यापार वाणिज्य करुछंती कर्कट राशि व्यक्ति आज आपण अनेक सफलतार लाभ प्राप्त करिवार सुजोग देबो। आज कर्कट राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य जनित कौनसी समस्या हेबो नाही। पूर्वरु यदि किछि स्वास्थ्य समस्या थिबो आज ताहार समाधान हेबो। आज कर्कट राशि व्यक्तिंकर भाग्य संख्या रही जहाँ कि 9 भाग्य रंग रहुछि नाली रंग यूज करि परिबे एवं ग्रह माने आपण को आज 95% साथ दउछंती। एबे चलंतु जानिबा सिंह राशि व्यक्ति विषय। सिंह राशि व्यक्ति आज दिनटी आपणक पई समस्त शुभ कार्य पई आज आदु करंतु नाही जहाँ आपणक पई अनेक बाधा विघ्न सामना करबा को पड़िबो। तेणु ध्यान सहकारे निजर धैर्य रखी कार्य करंतु। सिंह राशि व्यक्ति आवश्यक स्थले आपण विश्राम नहीं पुणी कार्य आरंभ करंतु। आपणकर सिंह राशि व्यक्ति कार्य रे चाप बढ़िबो। तेणु कार्य प्रति ध्यान पूर्वक एवं सचेतन सहकारे कार्य करिले आपणक पई भलो हेबो। एवं सिंह राशि व्यक्ति आज चाकरी संबंध में जो माने कार्य रे जड़ित अछंती सेमानकर आज कार्य अनेक अस्थिरता एवं चाप सृष्टि करिवो जहाँ पई आपण मानसिक स्तर दुर्बल अस्थिर होई पारंती सिंह राशि व्यक्ति। आज सिंह राशि व्यक्ति राजनीतिक सामाजिक क्षेत्र में आपणकर दक्षता निम्नगामी होबो। तत्सहित शिक्षार्थी विद्यार्थी मानक पई आज विशेष भल दिन होई न पारे। आज सिंह राशि व्यक्ति जो माने प्रेम संबंध में जड़ित सेमाने आज टिके क्रोध बा कलह जुग रहुछि। निश्चित निजर क्रोध एवं कलह को दूरता अवलंबन करंतु जहाँ आपणक पई भल तेबे आज पारिवारिक दृष्टि देखिले निज भितर किछि मत पार्थक्य आसी पारे एवं आपणकर परिवार संबंध खराब होबार चांस रहुछि। किंतु आपण निश्चित आवश्यक स्थले चुप रुहंतु जहाँ परिवार संपर्क ठीक रखिबा पई एहा उपाय। आज सिंह राशि व्यक्तिंकर अर्थजनित कारोबार रे आपणकर अर्थ अनेक जगह रे आज लॉस होबार चांस रहुछि। किंतु आज सिंह राशि व्यक्ति काहाको अर्थ दियंतु नाही किंबा अर्थ नियंतु नाही जहाँ आपणक पई भल हेबो एवं निजर खर्च को नियंत्रण करंतु ताहा आपणक पई भल रहिबो। आज सिंह राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या बढ़ी जाई पारे। विशेषकर यदि चर्मजनित रोग आपणको किछि असुविधा रे पकोछि तेबे निश्चित डॉक्टर परामर्श करंतु नहले आपण परवर्ती स्टेप रे यह महंगा रे पलटिबो। आज सिंह राशि व्यक्तिंकर भाग्य संख्या रही 7 भाग्य रंग रहुछि सबुज रंग एवं ग्रह माने आपण को आज 40% साथ दउछंती। एबे चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज दिनटी आपणक पई एक उत्तम दिन होई पारे जहाँ कि समस्त कार्य आपण सफलता सहकारे करिवार पूर्ण सुजोग पाई पारंती। किंतु केतेकांशरे आपणकर कार्य चाप बढ़िवा स्तररु आपण मानसिक स्तर अस्थिरता मध्य होई पारे। किछि भूल बुझामणा जुग आपणकर कार्य प्रॉब्लम आसी पारे। तेणु कन्या राशि व्यक्ति सचेतन सहकारे कार्य करिले समस्त कार्य सफलता शीर्ष रे पहुंची पारे। आज कन्या राशि व्यक्तिंकर जहाँ कि चाकरी संबंध में कार्य आपण को निश्चित योजना प्रस्तुत करी कार्य करिले आपण सफलता आड़ को अग्रगति करिवे नहले आपणकर कार्य विफलतागामी होई पारे। आज कन्या राशि व्यक्तिंकर
ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ମଧ୍ୟମ ଧରଣର ଆପଣଙ୍କର ଭାଗ୍ୟ ସାଥ ଦେଉଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦେଉଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧ ପାଇଁ ଆଜି ଉତ୍ତମ ଦିନ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ, ଭଲ ମଧୁର ବାର୍ତ୍ତାଳାପ କରିବାର ସୁଯୋଗ ଦେବ ଏବଂ ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ନିଶ୍ଚିତ ଉତ୍ସାହ ହୋଇପାରେ। ଅର୍ଥ କାରବାରରେ ଆପଣ ଲାଭ କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ତତ୍ସହିତ ଆଜି ଯାହାକି ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଟିକେ ସ୍ୱାସ୍ଥ୍ୟ ସାମ୍ନା ଯାହାକି ଅସ୍ଥିରତା ଦେଖା ଦେଇପାରେ ବା ସ୍ୱାସ୍ଥ୍ୟ ଟିକେ ଖରାପ ହବାର ଯୁଗ ରହୁଛି। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଯାହାକି ଅନେକ କ୍ଷେତ୍ରରେ ବାଧାବିଘ୍ନ ସାମ୍ନା କରିବାକୁ ପଡିବ। ଆପଣଙ୍କର କାର୍ଯ୍ୟଗୁଡ଼ିକ ଆତ୍ମବିଶ୍ୱାସ କମି ଯାଇପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧର କାର୍ଯ୍ୟଗୁଡ଼ିକୁ କରୁଥିବେ ସେମାନେ ଆଜି ଅସ୍ଥିରତା ଭୁଲ କରିବାର ଅନେକ ଚାନ୍ସ ରହୁଛି। ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି ସଚେତନ ସହକାରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ସହିତ ଆପଣଙ୍କର କିଛି ଯୁକ୍ତିତର୍କ ହବାର ଚାନ୍ସ ରହୁଛି। ତେଣୁ ନିଶ୍ଚିତ ପ୍ରେମ ସମ୍ବନ୍ଧକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ପାରିବାରିକ ଆଜି ଅଶାନ୍ତ ମନୋଭାବ ଆସିପାରେ, ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ ପରିବାର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ପରବର୍ତ୍ତୀ ଷ୍ଟେପରେ ଆପଣ ଯାହାକି ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ। ତେଣୁ ଅର୍ଥଜନିତ କାରବାର ଠାରୁ ଆଜି ଦୂରତା ଅବଲମ୍ବନ କରନ୍ତୁ। କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସାବଧାନ ସହକାରେ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଦେଖା ଦେଇପାରେ। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଆପଣ ଗାଢ ନୀଳ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସଫଳତାର ସହିତ ନିଜର କାର୍ଯ୍ୟ ହାସଲ କରିବେ। ବହୁତ ପରିଶ୍ରମ ସତ୍ୟ ସହକାରେ କରିବେ, ତତ୍ସହିତ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବେ। ବ୍ୟସ୍ତତା ଭିତରେ ମଧ୍ୟ ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିଛି ବିଛା ରାଶି ବ୍ୟକ୍ତି। ଆଜି ବିଛା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ବନଉଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣ ଆଗକୁ ବଢିବା ସହିତ ନିଜର କାର୍ଯ୍ୟକୌଶଳ ଦ୍ୱାରା ଆପଣ ଯେଉଁ ଅଫିସରେ କାର୍ଯ୍ୟ କରୁଛନ୍ତି ସେଥିରେ ଆପଣ କାର୍ଯ୍ୟକୌଶଳ ସମସ୍ତଙ୍କୁ ପ୍ରଶଂସା ବନେଇବ ଏବଂ ପ୍ରଶଂସାର ପାତ୍ର ମଧ୍ୟ ଆପଣ ବନିଯିବେ, ଯାହା ବିଛା ରାଶି ବ୍ୟକ୍ତିଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ଚାକିରି ସମ୍ବନ୍ଧରେ ଇଣ୍ଟରଭ୍ୟୁ ଯଦି ଥିବ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ହେବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହେବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆଜି ବହୁତ ଆନନ୍ଦମୟ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହାକି ଆପଣଙ୍କୁ ଦିନଟି ଏକ ଉପଭୋଗ କରିବାର ଏକ ରୋମାଣ୍ଟିକ ପରିବେଶ ବନେଇ ପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ବନ୍ଧ ଭଲ ରହିବ ଏବଂ ଆଜି ହସ ଖୁସିରେ ପରିବାର ସମସ୍ତ ବର୍ଗଙ୍କ ସହିତ କଟିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି ବିଛା ରାଶି ବ୍ୟକ୍ତି ଆର୍ଥିକ ପରିସ୍ଥିତି ଆପଣଙ୍କ ପାଇଁ ଅନେକ ପ୍ରକାର ଲାଭ ପ୍ରାପ୍ତ କରୁଛି। ଯେଉଁମାନେ ବେପାର ବାଣିଜ୍ୟରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଲାଭର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଯାହାକି ବିଛା ରାଶି ବ୍ୟକ୍ତି ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ନିଶ୍ଚିତ ଆପଣଙ୍କ ପାଇଁ ଲାଭ ଅନେକ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ରହିବେ, ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ। ଆଜି ଆପଣଙ୍କର ଯାହାକି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଉତ୍ତମ ଦିନ ହୋଇପାରେ। ପ୍ରମୁଖ ନିଷ୍ପତ୍ତି ନେବା ପାଇଁ ଆଜି ଭଲ ଦିନ ବନେଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ନିଜର କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାର ଏକ ଅନୁକୂଳ ଦିନ। ଆପଣଙ୍କର କାର୍ଯ୍ୟଦକ୍ଷତା ଆଜି ବଢିବାର ପୂର୍ଣ୍ଣ ସୁଯୋଗ ଦଉଛି। ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଏକ ଉତ୍ତମ ଏବଂ ସଫଳତାର ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ଶୁଭଫଳ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ଧନୁ ରାଶି ବ୍ୟକ୍ତି ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶି ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧ ସହିତ ପାରିବାରିକ ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଯଦି କରୁଛନ୍ତି ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମୁଦ୍ରା ଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ପରବର୍ତ୍ତୀ ଷ୍ଟେପରେ ଅନେକ ଫାଇଦା ଦେବାର ପୂର୍ଣ୍ଣ ଶୁଭ ଯୋଗ ବନଉଛି। ଆଜି ଧନୁ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ ଆପଣ ମାନସିକ ସ୍ତର ମଧ୍ୟ ସୁସ୍ଥ ରହିବାର ଅନେକ ଚାନ୍ସ ରହୁଛି, ଯାହାକି ଧନୁ ରାଶି ବ୍ୟକ୍ତି ଆଜି ସମ୍ପୂର୍ଣ୍ଣ ଫିଟ୍ ରହିବାର ଏକ ଶୁଭ ଯୋଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଅନେକ ପ୍ରକାର ବାଧା ସାମ୍ନା କରିବାକୁ ପଡିବ, ତେଣୁ ମକର ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ଯୋଜନା ସହକାରେ କରନ୍ତୁ ଏବଂ କାର୍ଯ୍ୟଗୁଡ଼ିକୁ ହାସଲ କରିବା ପାଇଁ ଚେଷ୍ଟା କରନ୍ତୁ। ତେବେ ନିଜ କାର୍ଯ୍ୟରେ ଅନେକ ଚାପ ଆସିବ, ଯାହାକି ମାନସିକ ସ୍ତରରେ ଆପଣ ଦୁର୍ବଳ ଅସ୍ଥିର ହୋଇପାରନ୍ତି। ତେଣୁ ମକର ରାଶି ବ୍ୟକ୍ତି ଆପଣ ଏହା ପ୍ରତି ସଚେତନ ରୁହନ୍ତୁ। ନିଜର ଚାପରୁ ମୁକ୍ତ ପାଇଁ ଆପଣ ନିଶ୍ଚିତ ଏକ ଆଧ୍ୟାତ୍ମିକ ପରିବେଶ ସାଙ୍ଗରେ ଜଡ଼ିତ ହୁଅନ୍ତୁ, କିମ୍ବା ପ୍ରବଚନ ଶୁଣନ୍ତୁ କିମ୍ବା ସଙ୍ଗୀତ ଶୁଣନ୍ତୁ। ଦେଖିବେ ମକର ରାଶି ବ୍ୟକ୍ତି ଆପଣ ମାନସିକ ସ୍ଥିତି ଠିକ ରହିବ ଏବଂ କାର୍ଯ୍ୟଭାର ଦାୟିତ୍ୱ ବଢିବ। ଆଜି ମକର ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଅନେକ ଯୋଜନା ପ୍ରସ୍ତୁତ କରି ସେଥିରେ ତ୍ରୁଟି ହେବ, ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆଜି ମକର ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ସେମାନଙ୍କର ଆଜି ଅସ୍ଥିରତା ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ଆଜି ସାଥୀଙ୍କ ଅନୁସାରେ ଆପଣ କାର୍ଯ୍ୟ କରିପାରିବେ ନାହିଁ, ଯାହାକି ନିଜ ଭିତରେ ପ୍ରୀତି କମିବ ଏବଂ ଅଶାନ୍ତି ପରିବେଶ ସୃଷ୍ଟି କରିବ। ଆଜି ମକର ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭିତରେ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି ହେବ ଏବଂ ଆଜି କଳହ ହେବାର ଅନେକ ଚାନ୍ସ ରହୁଛି, ତେଣୁ ମକର ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିଲେ ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରନ୍ତୁ, ନହେଲେ ଆବଶ୍ୟକ ସ୍ଥଳେ ଆପଣ ନିହାତି ଟଙ୍କା ଆଜି କ୍ଷତି ପହଞ୍ଚିବାର ଚାନ୍ସ ରହୁଛି। ତେଣୁ ଯେଉଁମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ସହକାରେ କରନ୍ତୁ। ସମସ୍ତ ପ୍ରକାର ବୁଦ୍ଧି ପ୍ରୟୋଗ କରି ଆପଣ ନିଜକୁ ସଫଳତା ବନାନ୍ତୁ ମକର ରାଶି ବ୍ୟକ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଯାହାକି ମାନସିକ ସ୍ତରକୁ ଦୁର୍ବଳ କରିପାରେ, ବିଶେଷ କରି ମୁଣ୍ଡ ବିନ୍ଧାର ଶିକାର ହୋଇପାରନ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଯାହାକି ଅନେକ ଅନାବଶ୍ୟକ କାର୍ଯ୍ୟରେ ଆପଣ ଜଡ଼ିତ ରହିବେ, ନିଜର ଆତ୍ମବିଶ୍ୱାସ କମିଯିବ, ତେଣୁ ନିଜକୁ ସଫଳତା ଏବଂ କାର୍ଯ୍ୟକୁ ସଠିକ କରିବା ପାଇଁ ନିଶ୍ଚିତ ଏକାଗ୍ରତା ବଢାନ୍ତୁ। ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ଏବଂ ଭୁଲ କିଛି ପରାମର୍ଶ ନେଇ ସେ କାର୍ଯ୍ୟରେ ଆପଣ ବିଫଳତା ଗାମୀ ହୋଇପାରନ୍ତି କୁମ୍ଭ ରାଶି ବ୍ୟକ୍ତି। ତେଣୁ କୁମ୍ଭ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ସହକାରେ କରନ୍ତୁ। ନିଜର ଚାକିରି ସମ୍ବନ୍ଧର କାର୍ଯ୍ୟଗୁଡ଼ିକୁ ଆପଣ ଭଲ ଭାବେ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ, ନହେଲେ ଉପରସ୍ଥ କର୍ମଚାରୀଙ୍କ ଠାରୁ ଆପଣ ନିହାତି ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧରେ ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ,
ତତ୍ସହିତ ପାରିବାରିକ ସମ୍ପର୍କ ଆପଣଙ୍କ ପାଇଁ କଳହ ଯୁଗ ବନଉଛି। ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା କମିବା ସହିତ ଯୋଉମାନେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କର ଆଜି ନିଶ୍ଚିତ ଉତ୍ସାହ କମିଯିବାର ଚାନ୍ସ ରହୁଛି ବା ଅର୍ଥଜନିତ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡିବ। ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି ଖରାପ ହବାର ଚାନ୍ସ ରହୁଛି। ଯଦି ଗୁଡ଼ ସମ୍ବନ୍ଧ କିଛି ସ୍ୱାସ୍ଥ୍ୟ ସମସ୍ୟା ବହୁ ଦିନରୁ ହେଲାଣି ତେବେ ଆପଣ ନିଶ୍ଚିତ ଡକ୍ଟର ପରାମର୍ଶ ନିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ନିଶ୍ଚିତ ଏକ ସମସ୍ତ ପ୍ରକାର କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିବ। ଇଚ୍ଛା ଅନୁସାରେ ଆଜି କାର୍ଯ୍ୟ କରିବେ। ଆଜି ଭିନ୍ନ ଭିନ୍ନ ଚିନ୍ତା କରି ନିଜର କାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏକ ସଫଳତମ ମାର୍ଗ ଆପଣ ଖୋଜି ପାରନ୍ତି ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ଆପଣ ଭଲ କାର୍ଯ୍ୟ ପ୍ରଦର୍ଶନ କରି ଆପଣ ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକ ଅନୁକୂଳ ରହିବ। ନିଜର ଦକ୍ଷତା ଗୁଣବତ୍ତା ଯୋଗୁଁ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି ଏବଂ ଆପଣ ଜଣେ ସ୍ୱଚ୍ଛ ବ୍ୟକ୍ତି ରୂପେ ପରିଚିତ ହେବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ ରହୁଛି। ତତ୍ସହିତ ଆଜି ମୀନ ରାଶି ବ୍ୟକ୍ତି ଯାହାକି ଆପଣଙ୍କ ପାଇଁ ପୂର୍ଣ୍ଣ ଶୁଭ ଯୋଗ ରହୁଛି। ତତ୍ସହିତ ଆଜି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଜଡିତ ମୀନ ରାଶି ବ୍ୟକ୍ତି ସେମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ, ଯାହାକି ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ସମାଜ ଆଗରେ ଏକ ଉତ୍ତମ ଦିନ ବନଉଛି। ଆଜି ମୀନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ବହୁତ ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ତେଣୁ ଅତିରିକ୍ତ ପରିଶ୍ରମ ଦ୍ୱାରା ସମସ୍ତ ଆପଣ ବେପାର ବାଣିଜ୍ୟ ଲାଭ କରିବେ। ତତ୍ସହିତ ଆଜି ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ନାହିଁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ଉତ୍ସାହିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରହିବ। କିଛି ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତାରେ ଆଜି କିଛି ଆଲୋଚନା ହୋଇପାରେ, ଯାହା ଆପଣଙ୍କ ପାରିବାରିକ ସମସ୍ୟା ଭିତରେ ତାହା ସମାଧାନ ହେବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି।